ओके। गुड मॉर्निंग स्टूडेंट। अगेन समस्त को गुड मॉर्निंग। ओके। हैप्पी मकर संक्रांति। ओके। तो आम क्लास को स्टार्ट करियो। तो आज जो क्लास आम डिस्कशन करिचे एटा होची मैथ रो परसेंटेज क्लास। पूर्व क्लास रे मु तुमको जेन्युइन जोटा कि बेसिक दरकार परसेंटेज रो मु से रिगार्डिंग तुमको क्लास करथि। तो आज होची लेवल 1। टोटल मु 4 रु 5 टी लेवल वे तुमको क्लास करेबी। आउ जिते क्लास मु तुमको करेबी से क्लास तुमको क्वेश्चन किसी डिस्कशन करेबी माने टाइप वाइज दैट मीन्स जो क्वेश्चन सब मु डिस्कशन करेबी डिफरेंट टाइप। आउ जिते तुम यही क्वेश्चन को बार बार प्रैक्टिस करिवो ऑटोमेटिक जो मानकर मैथ वीक अच्छे दिन आसीबो से मैथ रे स्ट्रांग जोन को पड़िबे। दैट इज द नंबर 1 पॉइंट। नंबर 2 पॉइंट इज सपोज तुम आज मैथ पढ़ुछ एमती मैथ को पढ़ जेमती कि ओसीएस हवा सहित जो अदर ग्रुप बी रो पोस्ट सब बहुत सारा आसबार अच्छे तापाई भी तुमको हेल्प माने बेनिफिटेड पाई परियो। तार तो आमे सब ग्राउंड को बेस करी क्लास को कंटिन्यू करछे। टोटली जीरो लेवल रो आमे कंटिन्यू करिवा आ बेस पर्यंत। ओके। चल मु शेयर करछि आज रो क्वेश्चन सेट टा समस्त को। आज रो क्वेश्चन सेट टा शेयर होछि क्लास परे जी जो एप्लीकेशन रो जो बैच रे जॉइन करिछो सिते तुमनको पीडीएफ टा अवेलेबल हिजो। ओके। क्वेश्चन सेट समस्त को शो होछि पहले। ओके। चलो क्वेश्चन नंबर 1 रो आंसर। क्वेश्चन नंबर 1 रो आंसर स्पीड रे समस्त दबा में ट्राई करो। मु तो सब तो बुझेबी कि फास्ट तुम माने आंसर दबो देन मु तुमको सॉल्यूशन देबी। क्वेश्चन टा को समस्त पढ़ो और भल से करो कहना बहुत करना एटा पूरा कॉन्सेप्चुअल एटा रखा है। ओके। से कहिछि इफ ए रो इनकम इज 50% लेस देन बी रो इनकम ताले ए अछि आउडे की अछि ना बी अछि। से कहछि ए रो इनकम बी रो इनकम ठारू केते कम ना 50% कम। देन बी रो इनकम इज व्हाट परसेंटेज मोर देन ए रो इनकम ताले बी रो इनकम ए रो इनकम ठारू केते अधिक। अच्छा आंसर कहार आसुछि बी रो इनकम ए रो इनकम ठारू केते परसेंटेज अधिक। एनीवन आंसर କାହାର ବି ଆସୁନି ଏପର୍ଯ୍ୟନ୍ତ। ଦେଖ ତ ଏଭଳି ଯେତେବେଳେ କ୍ୱେଶ୍ଚିନ୍ ଆସୁଛି ଆମେ ତ କାହାର ଭ୍ୟାଲୁ ଆମକୁ ଜଣା ନାହିଁ। ଡି ହବ ଆନ୍ସର। ଦେନ୍ ଓକେ ଦେଖ ପୁରା ତାହେଲେ ତ ପୂର୍ବ କ୍ଲାସ 50 ମତେ ପଚାରୁଛୁ ହ୍ୱାଟ ପରସେଣ୍ଟେଜ ମତେ ପଚାରୁଛି କେତେ ପରସେଣ୍ଟେଜ ଅଧିକ। ବି ଦେଖ ଇ ହଉଛି ଏ ଇ ହଉଛି ବି। ପ୍ରଥମେ କହିଲା ଏ ର ଇନକମ୍ 50% ଲେସ୍ ଦେନ୍ ବି। ତ ବି ର ଇନକମ୍ କୁ ମୁଁ 100 ଧରିଲି। ବି ର ଇନକମ୍ କେତେ ଧରିଲି 100। ତାହେଲେ ଏ ର ଇନକମ୍ କେତେ ହବ ନା 50। କାହିଁକି ନା 50% ଲେସ୍ 50% ଲେସ୍ ବୁଝା ପଇଲା। ତାହେଲେ ଇଏ ଯଦି 100 ଟଙ୍କା ଇନକମ୍ କରୁଛି ଇଏ 50 ଟଙ୍କା ଇନକମ୍ କରୁଛି। ତାହେଲେ ବି ଏ ଠାରୁ କେତେ ଇନକମ୍ ଅଧିକ ଇନକମ୍ କରୁଛି। ବି ଏ ଠାରୁ 50 ଟଙ୍କା ଅଧିକ ଇନକମ୍ କରୁଛି। ବି ଏ ଠାରୁ 50 ଟଙ୍କା ଅଧିକ ଇନକମ୍ କରୁଛି। ଏବେ କ୍ୱେଶ୍ଚିନ୍ ପଚାରିଲା ବି ର ଇନକମ୍ ଇଜ ହ୍ୱାଟ ପରସେଣ୍ଟେଜ ମୋର ଦ୍ୟାନ୍ ଏ। ବି ର ଇନକମ୍ ଏ ଠାରୁ କେତେ ଅଧିକ 50 ଟଙ୍କା ଅଧିକ। କେତେ ପରସେଣ୍ଟେଜ ଅଧିକ 50 ଟଙ୍କା ଡିଭାଇଡେଡ୍ ଏ ର ଭ୍ୟାଲୁ। ଏ ର ଭ୍ୟାଲୁ କେତେ ରହିଲା ନା 50 ଇଣ୍ଟୁ 100। ଆମେ ତ କ୍ୟାନସେଲ କରୁଛେ ଆନ୍ସର ଆସୁଛି 100% ଅଧିକ। ବୁଝା ପଡ଼ିଲା ସମସ୍ତଙ୍କୁ। ଏଭ୍ରିୱାନ୍ କ୍ଲିୟର। ଆଉ ମନେ ରଖ ପଢିଲା ବେଳେ ପୁରା କନସେନଟ୍ରେସନ ଦେଇକି ଶୁଣ ପଛେ ପରେ ତାକୁ ନୋଟ କରିବ ଆଉ ଥରେ ଦେଖିକିରି କିନ୍ତୁ କନସେନଟ୍ରେସନ ଦେଇ ଶୁଣ। ଆଉ ମନେ ରଖ ଆଉ ମୁଁ ତୁମକୁ ପୁରା ଜିରୋ ଲେବୁଲ ନଉଛି। ଆଉ ମନେ ରଖ ଜୀବନରେ ଆମେ ଥରେ ମ୍ୟାଥ ପଢିବା ଯେମିତି ଏକାଥରେ କ୍ଲିୟର ହବ ସେଇ ଥଟ୍ ରହିବା ଦରକାର। କ୍ୱେଶ୍ଚିନ୍ ନମ୍ବର 2 ନମ୍ବର। क्वेश्चन नंबर 2 नंबर मते कौन खुची 60% ऑफ ए इज इक्वल टू 48% ऑफ बी। ए और बी रो रेशियो केते। ए और बी रो रेशियो केते देखा जो कहार आंसर आसु। डी हो आंसर देखियो। देखो 60% ऑफ ए
60% ମାନେ କଣ, ମୁଁ କଣ ଲେଖିବି 60/100, 60% ମାନେ 60/100 ଏ ଇଜ ଇକ୍ୱାଲ 48% ମାନେ 48/100 ଇଣ୍ଟୁ ପି। ଓକେ, ଇଣ୍ଟୁ ବି, ଏଟା ଏ ହେଲା ବି, ଏମାନଙ୍କ ଆମେ ରେସିଓ ବାହାର କରିବା। ରେସିଓ ବାହାର କରି ମନେ ରଖ, ମୁଁ ଯେତେବେଳେ ତୁମମାନଙ୍କୁ କହୁଛି ଏ ରେସିଓ ବି, ତାର ମାନେ ଆମେ କହିପାରିବା ଏ ବାଇ ବି। ଏ ବାଇ ବି ର ଅର୍ଥ ଯାହା, ଏ ରେସିଓ ବି ର ଅର୍ଥ ସେୟା। ଛୋଟ ଛୋଟ ଜିନିଷ ଲାଇଫରେ ମାଇନେ ରଖେ। ସେମିତି ମ୍ୟାଥରେ ଛୋଟ ଛୋଟ କନସେପ୍ଟ ଆମ ପାଇଁ ଇମ୍ପୋର୍ଟାଣ୍ଟ ହୁଏ। ଯୋଉ ପିଲା ଛୋଟ ଛୋଟ କନସେପ୍ଟ ଉପରେ ଧ୍ୟାନ ଦିଏ, ସେ ମ୍ୟାଥରେ ଷ୍ଟ୍ରଙ୍ଗ ଜୋନକୁ ଯାଏ। ତ ସେମିତି ତମେ ଏ ରେସିଓ ବି ମାନେ ଏ ବାଇ ବି। ଓକେ, ତ ଆମେ ଦେଖ, ଏପଟେ 100 ଅଛି, ଏପଟେ 100 ଅଛି, ମୁଁ କ୍ୟାନସେଲ କରିଦେଲି। ଓକେ, ମୁଁ ଏବେ କାହାକୁ କଣ କରିବି, ଏ ବାଇ ବି ଲେଖିବି, ମାନେ ଏ ତଳକୁ ଆଣିବି କାହାକୁ, ବି କୁ ଆଣିବି। ଏ ତଳକୁ କାହାକୁ ଆଣିବି, ବି କୁ। ସେମିତି 60ଟା କାହା ତଳକୁ ଯିବ, 48 ତଳକୁ। ତ 48/60, 48 ଆଉ 60କୁ ମୁଁ ବର୍ତ୍ତମାନ କଣ କରିବି, ସିମ୍ପ୍ଲିଫାଇ କରିବି। 4ରେ 48 କାଟିଲେ କେତେ ହଉଛି ନା 12, 4କୁ 60ରେ କାଟିଲେ 15×4 = 60। ଓକେ, ତ ଏଗେନ୍ ଆକୁ ଆମେ ସିମ୍ପ୍ଲିଫାଇ କରିବା। 3 କାଟିଲେ 4, 3 କାଟିଲେ ଏଟା ହଉଛି 5। ଓକେ, ତ ଏ ରେସିଓ ବି ହଉଛି କେତେ ନା 4/5, 4/5। ତ ଯୋଉମାନେ ବୁଝିପାରିଲେ ଠିକ ଅଛି, ଯୋଉମାନେ ନ ବୁଝିପାରିଲେ ଟିକେ ଡିଫିକଲ୍ଟ ହଉଛି, ମନେ ରଖିବ ଏ ଜିନିଷକୁ ଆଉ ଥରେ ଦେଖିବ। ତାହା ଦ୍ୱାରା କଣ ହବ ନା ତୁମର କନଫିଡେନ୍ସ ଆହୁରି ବଢି ବଢି ଚାଲିବ। ବୁଝା ପଡ଼ିଲା ସମସ୍ତଙ୍କୁ ଏ ପର୍ଯ୍ୟନ୍ତ? ଏଭ୍ରିୱାନ୍ କ୍ଲିୟର ଅଛ? ଏବେ ଦେଖ, ଯିବା ଆମେ ନେକ୍ସଟ କ୍ୱେଶ୍ଚନ। କ୍ୱେଶ୍ଚନ ନମ୍ବର 3 ଆଉ ମନେ ରଖ, ଯେତେବେଳେ ତୁମେ କ୍ୱେଶ୍ଚନ କରୁଛ, ସବୁବେଳେ ମନେ ରଖିବ କନସେପ୍ଟ ଉପରେ ଧ୍ୟାନ ଦେବ। ଆନ୍ସର କଣ ହଉଛି ଦ୍ୟାଟ ଇଜ ଦ ସେକେଣ୍ଡ ଇସ୍ୟୁ, କିନ୍ତୁ କ୍ୱେଶ୍ଚନ କଣ ପଚାରୁଛି ସେଟା ବୁଝିବାଟା ନିହାତି ଦରକାର। ଓକେ, କ୍ୱେଶ୍ଚନ ନମ୍ବର 3। ଆନ୍ସର ଦିଅ। 21। ସେ କହିଲା ଟୁ ସକ୍ସେସିଭ ପ୍ରାଇସ୍ ଇନକ୍ରିଜେସ୍। ସକ୍ସେସିଭ ର ଅର୍ଥ ମାନେ ଗୋଟେ ପରେ ଗୋଟେ, ଦିଟା ସାଙ୍ଗେ ସାଙ୍ଗେ ଇନକ୍ରିଜ ହେଲା। 10%, 10% ଅଫ୍ ଆନ୍ ଆର୍ଟିକଲ ଇକ୍ୱିଭାଲେଣ୍ଟ ଟୁ ଇକ୍ୱିଭାଲେଣ୍ଟ ଟୁ ଏ ସିଙ୍ଗଲ ପ୍ରାଇସ୍ ଇନକ୍ରିଜେସ୍। ତା ଅର୍ଥ ସେ କହିବାର କଥା, ଯଦି ଗୋଟିଏ ଜିନିଷ ରହୁଛି, ଗୋଟିଏ ଜିନିଷ ରହୁଛି, ମୁଁ ତାକୁ ସକ୍ସେସିଭଲି ଇନକ୍ରିଜ କରୁଛି। ପ୍ରଥମେ 10%, ତାପରେ 10%। ଯାହା ହଉଛି, ଯଦି ମୁଁ ସିଙ୍ଗଲ କରିଥାନ୍ତି, ଯଦି ମୁଁ ଏକା ଥରକରେ କରିଥାନ୍ତି, ତାହେଲେ କେତେ ହେଇଥାନ୍ତା? ମୁଁ ଲେଟ୍ ନେଲି 100, ଲେଟ୍ ନେଲି 100। ପ୍ରଥମେ 10% ବଢିଲା, ତାର ତ 110/100। ତାପରେ 10%, ମାନେ 110/100। 100 କ୍ୟାନସେଲ ହେଲା, ଗୋଟେ ଶୂନ ଗୋଟେ ଶୂନ ଗୋଟେ ଶୂନ ଗୋଟେ, 11 × 11 ହଉଛି 121। ତାହେଲେ ଏଠି ବଢିଲା କେତେ? 100 ଥିଲା, ବଢିଲା କେତେ? 21 ବଢିଲା। ଏଇଠି ସେ କ୍ୱେଶ୍ଚିନ୍ ମତେ ପଚାରିଲା ଯେ ଯେ ଯଦି ମୁଁ ଥରେ ଯଦି ବଢେଇଥାନ୍ତି ତାହେଲେ କେତେ ବଢିଥାନ୍ତା? ଥରେ ଯଦି ମୁଁ ବଢେଇଥାନ୍ତି କେତେ ବଢିଥାନ୍ତା? ତାହେଲେ ମୁଁ ଆନ୍ସର କହିବି, ଏକା ଥରକେ ଯଦି ମୁଁ ବଢେଇବି ତାହେଲେ 21% ଯଦି ମୁଁ ବଢେଇବି, ଆନ୍ସର ପାଇବି। ଦି ଥରରେ କଲି 10%, 10%, ସେଇ 121 ବାହାରିଲା। ଯଦି ଥରକରେ କରିଥାନ୍ତି, ଖାଲି 21 ବି ବଢେଇଥିଲେ ମୁଁ ଆନ୍ସର ପାଇ ଯାଇଥାଏ। ଯଦି ଏ କ୍ୱେଶ୍ଚିନ୍ ମତେ ବୁଝିପାରିଛ, କ୍ୱେଶ୍ଚିନ୍ ନମ୍ବର 4 ଡେଫିନେଟଲି ଆନ୍ସର କର। କ୍ୱେଶ୍ଚିନ୍ ନମ୍ବର 4 କ୍ୱିକଲି, କ୍ୱେଶ୍ଚିନ୍ ନମ୍ବର 4। କ୍ୱେଶ୍ଚିନ୍ ନମ୍ବର 4। କବିତା କାହିଁକା ରହୁଛ? ଆନ୍ସର ଆସିଲା? ଦେଖ, ସେ କହିଲା ସକ୍ସେସିଭ ଡିସକାଉଣ୍ଟ, ସକ୍ସେସିଭ ୱେରେ ଆମେ ଡିସକାଉଣ୍ଟ ଦଉଛେ। କେତେ କେତେ ପରସେଣ୍ଟେଜ? 10%, 20%, 30%। ସିଙ୍ଗଲ ଯଦି ଡିସକାଉଣ୍ଟ ଦବା ତାହେଲେ କେତେ ହବ? ଯୋଉ ପ୍ରୋସେସରେ ଆମେ ପୂର୍ବଟା କରିଥିଲେ ଡିଟୋ ସେଇ ପ୍ରୋସେସ। ତା ତ ମୁଁ ନେଲି କେତେ ଟଙ୍କା? 100 ଟଙ୍କା। ପ୍ରଥମେ 10% ଡିସକାଉଣ୍ଟ, ତାର ତ 90/100। ତାପରେ 20% ଡିସକାଉଣ୍ଟ, ତାର ତ 80/100। ତାପରେ ଆସିଲା କେତେ? 30% ଡିସକାଉଣ୍ଟ, ମାନେ 70/100।
ଶହେ ଶହେ କ୍ୟାନସେଲ, ଗୋटे ଶୂନ ଗୋଟେ ଶୂନ ଗୋଟେ ଶୂନ, ଇଠି ଗୋଟେ ଶୂନ ଇଠି ଗୋଟେ ଶୂନ କ୍ୟାନସେଲ କରି ଆଉ ରହିଲା କେତେ ନା 9 ଇଣ୍ଟୁ 8 ଇଣ୍ଟୁ 7 ଡିଭାଇଡେଡ୍ ବାଇ 10 କେତେ ଆସୁଛି 9 ଇଣ୍ଟୁ 8 ଇଣ୍ଟୁ 7 ତିନିଟାକୁ ମଲ୍ଟିପ୍ଲାଏ କଲେ କେତେ ହଉଛି ଆମର ତିନିଟାକୁ ମଲ୍ଟିପ୍ଲାଏ କଲେ କେତେ ହଉଛି କେତେ ଆସିଲା କେତେ ଆସିଲା ନା 504/10 504/10 ଅଛି ମୋ ପାଇଁ ଭ୍ୟାଲୁ କେତେ ନା 50.4 50.4 ତାହେଲେ ଦେଖ ଜିନିଷ ଥିଲା କେତେ 100 ଜିନିଷ ଥିଲା କେତେ 100 ହେଲା କେତେ ନା 50.4 ତାହେଲେ ଡିସକାଉଣ୍ଟ ଦିଆଗଲା କେତେ ଡିସକାଉଣ୍ଟ ଦିଆଗଲା 49.6 କେମିତି କହିଲ ନା 100 ମାଇନସ ଭ୍ୟାଲୁ ଆସିଲା କେତେ ନା 50/4 ମାଇନସ କଲେ 49.6 ହଉଛି ଆନ୍ସର 49.6 ହଉଛି ଆନ୍ସର ଓକେ ଏବେ ଯିବା ନେକ୍ସଟ କ୍ୱେଶ୍ଚନ ଏବେ ଯିବା ନେକ୍ସଟ କ୍ୱେଶ୍ଚନ क्वेश्चन नंबर 5 नंबर क्वेश्चन नंबर 5 नंबर केयरफुल क्वेश्चन पढ़ ଆଉ करेक्ट आंसर दियो से कହୁଛି each side of a square is increases ଗୋଟେ ସ୍କୋୟାର ଆକାର ଗୋଟେ ଜିନିଷ ରହିଛି ଗୋଟେ ସ୍କୋୟାର ର ପ୍ରତ୍ୟେକ ସାଇଡ 10% ବଢିଲା ଇଟ୍ସ ଏରିଆ ୱିଲ୍ ବି ଇନକ୍ରିଜେସ୍ ତାହେଲେ ଏରିଆରେ କଣ କେତେ ବଢିବ ମନେ ରଖ ଗୋଟେ ସ୍କୋୟାର ର ଏରିଆର ଫର୍ମୁଲା ହଉଛି ଏ ସ୍କୋୟାର ମାନେ ଏ ବୋଇଲେ କେତେ ବାହୁର ସ୍କୋୟାର ଦେଖ ସପୋଜ ମତେ ଜଣା ନାହିଁ ବାହୁ କେତେ ମୁଁ ସପୋଜ ନେଇଗଲି ବାହୁ ହଉଛି 10 ସବୁର ବାହୁକୁ ନେଇଗଲି 10 ତେଣୁ ସାର୍ 10 କାହିଁ ନେଲେ ଆଉ କଣ ନେଲେ ନା ମତେ ଯୋଉଟା କାଲକୁଲେସନ କରିବାକୁ ସହଜ ହୁଏ ମୁଁ ସେ ଜିନିଷ ନଉଛି ତାହେଲେ ଏଠି ଏରିଆ କେତେ ହବ ପ୍ରଥମ ଗ୍ରାଉଣ୍ଡ ରେ ଏରିଆ କେତେ ହବ ଏ ସ୍କୋୟାର ମାନେ 10 × 10 ତାହେଲେ 100 ହଉଛି ମୋର ଏରିଆ 100 ହଉଛି ମୋର ଏରିଆ ସେ କହିଲା ଯଦି ସାଇଡ ଅଫ ଇଚ୍ ସ୍କୋୟାର ଇଚ୍ ଇନକ୍ରିଜେସ୍ 10% ଯଦି ସାଇଡ 10% ବଢେ ତାହେଲେ ସାଇଡ ଥିଲା 10 10% ବଢିଲେ କେତେ ହବ ନା 11 ସାଇଡ ଥିଲା 10 10% ବଢିଲେ କେତେ ହବ 11 ତାହେଲେ 11 ଏ ସ୍କୋୟାର କହିଲା ମାନେ କଣ 11 ର ସ୍କୋୟାର 11 ଇଣ୍ଟୁ 11 11 11 ଇଣ୍ଟୁ ହଉଛି 121 121 ତାହେଲେ ଏରିଆ ଥିଲା କେତେ ଆଗରୁ 100 ବର୍ତ୍ତମାନ ଏରିଆ ହେଲା କେତେ 121 ତାହେଲେ ଏରିଆ ବଢିଲା କେତେ ନା 21% ବଢିଲା କେତେ ବଢିଲା 21% ପୁରା ଡିଟୋ এই ଫର୍ମାଟ ରେ এই କନସେପ୍ଟ ରେ ତୁମକୁ ମାନେ କନସେପ୍ଟ ୱାଇଜ ଯିବାର ଅଛି नो ଫର୍ମୁଲା ୟୁଜ କରିବାର ଅଛି କିଛି ନାହିଁ ପୁରା ବେଦିକ କନସେପ୍ଟ ଆଉ ଯାହାର ବେଦିକ କନସେପ୍ଟ ଷ୍ଟ୍ରଙ୍ଗ ଅଛି ସେ ୱାର୍ଲଡ ରୁ କଣ ଇଣ୍ଡିଆରେ କଣ ଯେକୌଣସି ଜାଗାରୁ ମ୍ୟାଥ ତାକୁ ଯଦି କିଏ ଦେଲା ସେ ଆରାମସେ କରିପାରିବ ଯେତେବେଳେ ବେଦିକ କନସେପ୍ଟ ଷ୍ଟ୍ରଙ୍ଗ ଅଛି ଜୟ ଜଗନ୍ନାଥ ହଁ ଚାଲେ ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍ ନେକ୍ସଟ କ୍ୱେଶ୍ଚିନ୍ ହଉଛି 6 ନମ୍ବର କ୍ୱେଶ୍ଚିନ୍ क्वेश्चन को प्रथम आगे भलसे पढ़ बहुत इंपोर्टाट क्वेश्चन टे बहुत इंपोर्टाट क्वेश्चन टे क्वेश्चन को बुझी पार्छ तो मोर कहया कथा क्वेश्चन को प्रथम पढ़ बुझ मु आज तुमको इंग्लिश रे रखाई नेक्स्ट क्लास रे इंग्लिश ओडिया दीटा रखा क्वेश्चन ओके क्वेश्चन समस्त बुझी आगो क्वेश्चन टा बुझीबाटा निहात जरूरी देखो क्वेश्चन टा एया कहूँ क्वेश्चन टा कौन कहूँ आगो बुझा दरकार से कहला द प्राइस ऑफ सुगर वाज गोज माने बढ़ीगला केते बढ़ीगला 20% बढ़ीगला आर अर्थ होची आगुरु चीनी किलो जहाँ थिला 20% बढ़ीगला if a household want to expansion of sugar remain as the same तार अर्थ गोटे देखो चाउल केजी बढ़ीगला 30 सॉरी 20% କିନ୍ତୁ ଯୋଉ ହାଉସ ହୋଲ୍ଡର ଜଣେ ବା ଗୋଟେ ଘରର ଲୋକ ଯୋଉ ଅଛନ୍ତି
ଆଗରୁ ଯେତିକି ଖର୍ଚ୍ଚ କରୁଥିଲେ ବର୍ତ୍ତମାନ ସେତିକି ଖର୍ଚ୍ଚ କରିବେ। ଖର୍ଚ୍ଚ ତାଙ୍କର ବଢିବନି। ଖର୍ଚ୍ଚ ମାନେ ଯେତିକି ଟଙ୍କାର ଆଣୁଥିଲେ ବର୍ତ୍ତମାନ ସେତିକି ଟଙ୍କାର ଆଣିବେ। କିନ୍ତୁ ରିଡ୍ୟୁସ ଦ କନଜମ୍ପସନ, ତାହେଲେ କନଜମ୍ପସନ କେତେ କମିବ? ଆଉ ଥରେ ତମକୁ ଆଉ ଟିକେ ଭଲସେ ତୁମମାନଙ୍କୁ ବୁଝେଇ ଦଉଛି, ତମେ ବୁଝିବ। କାରଣ ଏ କ୍ୱେଶ୍ଚିନ୍ ଟା ଏକ୍ସାମ ରେ ବାର ବାର ଆସେ। ଦେଖ, ତୁମେ ଆଗରୁ ଯାଉଥିଲ କେଜିଏ ଚିନି ଆଣୁଥିଲ, କେଜିଏ ଚିନି ଆଣୁଥିଲ। ସପୋଜ କେଜିଏ ଚିନିର ଦାମ ହଉଛି 100 ଟଙ୍କା। କୌଣସି କାରଣରୁ ବର୍ତ୍ତମାନ କେଜିର ଚିନିର ଦାମ ହେଇଗଲା କେତେ? ନା 120 ଟଙ୍କା। କିନ୍ତୁ ଘରେ କଣ କରୁଛନ୍ତି, ମା କଣ କରୁଛନ୍ତି, ତମକୁ 100 ଟଙ୍କା ଦେଇକିରି ପଠେଇଛନ୍ତି। ଆଗରୁ ସେ 100 ଟଙ୍କା ଦେଇକିରି ପଠଉଥିଲେ, ଯା ପୁଅ ତୁ କେଜିଏ ଆଣେ। ଏବେ ଚିନି କିଲୋ 120 ହେଲେ ବି ସେ 100 ଟଙ୍କା ଦେଇ ପଠଉଛନ୍ତି, ପୁଅ ଯା ଚିନି ଆଣେ। ଏଠି ଏକ୍ସାମିନର ପଚାରିବା କଥା ଯେ ଏବେ ସେ ଯୋଉ 100 ଟଙ୍କା ଦେଇ ଗଲା, ଆଗରୁ ଯେତିକି ଟଙ୍କା ଖର୍ଚ୍ଚ କରୁଥିଲେ ଏବେ ସେତିକି ଟଙ୍କା ଖର୍ଚ୍ଚ କରିବେ। କିନ୍ତୁ ଆଗରୁ ଆଣୁଥିଲେ କେଜିଏ, ବର୍ତ୍ତମାନ କେତେ କମ ଆଣିବେ? ବର୍ତ୍ତମାନ କେତେ କମ ଆଣିବେ? ବର୍ତ୍ତମାନ 20 ଟଙ୍କାର କମ ଆଣିବେ। ବର୍ତ୍ତମାନ 20 ଟଙ୍କାର କମ ଆଣିବେ। ହଁ କି ନା? ଚିନି କେଜି ହଉଛି 120 ବର୍ତ୍ତମାନ। ବର୍ତ୍ତମାନ 20 ଟଙ୍କାର କମ ଆଣିବେ। ହଁ କି ନା? ମତେ କୁହ। ଇଏ ଶୁଣ, ଏଟା ସମସ୍ତେ ବୁଝିପାଇଲ? ହଁ କି ନା? ପୁରା କ୍ଲିଅର? ଆଚ୍ଛା, ଯେହେତୁ 20 ଟଙ୍କାର ମୁଁ କମ ଆଣିବି, ବର୍ତ୍ତମାନ ଚିନିର କିଲୋ କେତେ? ବର୍ତ୍ତମାନ ଚିନିର କିଲୋ କେତେ? 120। ତାଥ 20/120, ମାନେ 20 ଟଙ୍କାର ମୁଁ କମ ଆଣିବି। କେତେ ଭ୍ୟାଲୁ ଉପରେ? ନା ଚିନିର ବର୍ତ୍ତମାନ ଭ୍ୟାଲୁ ଉପରେ। 20/120 ଇଣ୍ଟୁ 100। ଗୋଟେ ଶୂନ କଟିଲା। ଦୁଇରେ କାଢିଲେ ଏଟା ହଉଛି କେତେ? ନା 6। ଆକୁ ଦୁଇରେ କାଢିଲେ ଏଟା ହଉଛି 50। ଦୁଇରେ କାଢିଲେ 3। ଏଇଠି ଆସିଲା କେତେ? ନା 50/3% ଭ୍ୟାଲୁ ମୁଁ କମ ଆଣିବି। 50/3% ମୁଁ କମ ଆଣିବି। ତାର ତ 20 ଟଙ୍କାର କମ ଆଣିବି କାହା ଉପରେ? ବର୍ତ୍ତମାନର ମୂଲ୍ୟ ଉପରେ। କାହା ଉପରେ? ବର୍ତ୍ତମାନର ମୂଲ୍ୟ ଉପରେ। ଆଚ୍ଛା, ଏ କ୍ୱେଶ୍ଚିନ୍ ଟାକୁ ମୁଁ ଆଉ ଥରେ ତୁମମାନଙ୍କୁ କହିଦଉଛି, ଯୋଉମାନେ କିଛି ବୁଝି ନ ପାଇଲ ଟିକେ ଏখানে ଦେଖ। ଆଗରୁ ତମେ ଯାଉଥିଲ କେଜିଏ ଚିନି ଆଣୁଥିଲ କେତେ ଟଙ୍କା ଦେଇକିରି? ନା 100 ଟଙ୍କା ଦେଇକିରି। ବର୍ତ୍ତମାନ ପ୍ରାଇସ୍ ହେଇଗଲା କେତେ? ନା 120 ଟଙ୍କା ଦେଇ। ମା କଣ କଲେ? ଆଗରୁ ବି 100 ଟଙ୍କା ତୁମକୁ ଦଉଥିଲେ, ଯାହା ଚିନି ଆଣେ। ଏବେ ବି 100 ଟଙ୍କା ଦଉଛନ୍ତି, ଯାହା ତୁ ଚିନି ଆଣିକି ଆସିବୁ। କିନ୍ତୁ 100 ଟଙ୍କାର ଆଗରୁ ଆଣୁଥିଲି ମୁଁ କେଜିଏ। ଆଗରୁ ଆଣୁଥିଲି କେଜିଏ। ବର୍ତ୍ତମାନ ଆଉ କେଜିଏ ଆଣିବି କି? କେଜିଏ ଆଣିବି। ତାଠୁ କମ ଆଣିବି। ଏକ୍ସାମିନର କ୍ୱେଶ୍ଚିନ୍ ପଚାରୁଛି ଯେ କେତେ କମ ଆଣିବି? ମୁଁ ଏବେ 100 ଟଙ୍କା ନେଇକି ଯାଇଛି। ଏସବୁ ଟଙ୍କା ହେଲା, ଏସବୁ ଟଙ୍କା। ଆଚ୍ଛା, ଏବେ 100 ଟଙ୍କା ନେଇକି ଯାଇଛି। ଚିନିର କିଲୋ ହଉଛି 120। ତାହେଲେ କେତେ ଟଙ୍କାର କମ ଆଣିବି? କମ ଆଣିବି। 20 ଟଙ୍କାର ମୁଁ କମ ଆଣିବି। 20 ଟଙ୍କାର ଚିନି ଯେ କେତେ? 20 ଟଙ୍କାର କମ ଆଣିବି ଚିନି, ମାନେ ମାନେ 100 ଟଙ୍କା, ମାନେ 120 ଟଙ୍କା କେଜି। 20 ଟଙ୍କାର ମୁଁ କମ ଆଣିବି। ତାହେଲେ 20 ଟଙ୍କାର ଅଛି କେତେ ମୂଲ୍ୟ? କେତେ? ତଥ 20/120 ଇଣ୍ଟୁ 100। ଆନ୍ସର ଆସିବ 50/3%। ଓକେ, ଚାଲିए। ଏବେ ଯିବା ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ। କ୍ୱେଶ୍ଚିନ୍ ନମ୍ବର 7। ଏ କ୍ୱେଶ୍ଚିନ୍ ଇଭେନ୍ ଓପିଏସସି ଓଏସ୍ ରେ ମଧ୍ୟ ଗତ ବର୍ଷ ଏଟା ପଚାରିଥିଲା। ଏଇ ଟାଇପ ର କ୍ୱେଶ୍ଚିନ୍ ଓପିଏସସି ଓଏସ୍ ରେ ଏଇ ଟାଇପ ର କ୍ୱେଶ୍ଚିନ୍ ଗତ ବର୍ଷ ପଚାରିଥିଲା। କ୍ୱେଶ୍ଚିନ୍ ନମ୍ବର 7 8 ନମ୍ବର ହଉଛି ସେମ୍ କନସେପ୍ଟ। ଏଇଭଳି କ୍ୱେଶ୍ଚିନ୍ ଓପିଏସସି ଓଏସ୍ ପଚାରିଛି। 2022-23 ର କ୍ୱେଶ୍ଚିନ୍ ସେଟ୍ ଦେଖିବ, ଏ କ୍ୱେଶ୍ଚିନ୍ ଅଛି। ଆନ୍ସର ଆସିଲା? ସମସ୍ତ ଆନ୍ସର ଆସିଲା? ଦେଖାଯାଉ କିଏ ଆନ୍ସର ଦଉଛୁ। 700? ଆଉ କାହାର ଆନ୍ସର ଆସୁଛି? ଦେଖ, এই ଯୋଉ ଟାଇପ ର କ୍ୱେଶ୍ଚିନ୍ ଅଛି, ଏ ଟାଇପ ର କ୍ୱେଶ୍ଚିନ୍ ବହୁତ ଥର ଏକ୍ସାମ ରେ 600 ଦେଖିବା। ସେ କହିଲା ହିନା ଗେଟ୍ 35% ମାର୍କ ଇନ୍ ଆନ୍ ଏକ୍ସାମିନେସନ।
गोटे एग्जाम रे से केते परसेंट मार्क रखिछि ना 35% मार्क रखिछि। ताले आमे दी मतलब देखिबा टोटल गोटे एग्जाम टा केते परसेंटेज रे हिता ना टोटल एग्जाम गोटे 100% रे हिता। ओके, गोटे पिला जी केते मार्क रखिछि ना मार्क रखिछि 35%। इमेज टा गोटे भलसे देखो। आउ केते मार्क रे से फेल ହେଇଛି ନା 30 ମାର୍କ ରେ ସେ ଫେଲ ହେଇଛି। ଯଦି ମୁଁ ପାସ୍ ର ଲାଇନ 8 ରଖେ ତାହେଲେ ସେ କେତେ ମାର୍କ ପାଇଁ କମିଗଲା ତାର ନା 30 ମାର୍କ ପାଇଁ ତାର କମିଗଲା। ଏ ଫିଗର ଟାକୁ ସମସ୍ତେ ବୁଝିଲ। ଆଉ ଟିକେ ବଡ ଫିଗର ଟା କହୁଛି ସୋ ଦ୍ୟାଟ ତମକୁ ଇଜି ହବ। ତ ଟୋଟାଲ ହଉଛି ଲାଇନ ଟା ହଉଛି ଗୋଟେ ପାସ୍ ମାର୍କ। ପାସ୍ ମାର୍କ ମାନେ କେତେ ପରସେଣ୍ଟେଜ 100%। ଗୋଟେ ପିଲା କେତେ ପରସେଣ୍ଟ ସ୍କୋର କଲା କେତେ ପରସେଣ୍ଟ ସ୍କୋର କଲା ଗୋଟେ ପିଲା 35% ସ୍କୋର କଲା। କିନ୍ତୁ ତାର ଯୋଉ ପାସ୍ ଘର ଅଛି ଏଇଟା ତାର ପାସ୍ ଘର। ପାସ୍ ଘରେ ପହଞ୍ଚିବା ପାଇଁ ତାକୁ କେତେ ମାର୍କ ଦରକାର ହଉଛି 30 ମାର୍କ ଦରକାର ହଉଛି। ଏବେ ସେ କହିଲା ଇଫ୍ ଇଫ୍ ପାସିଂ ମାର୍କ ହେଇଛି 240। ପାସିଂ ମାର୍କ ହଉଛି 240। 240 ହଉଛି ତାର ପାସିଂ ମାର୍କ। ତାହେଲେ ସେ କହିଲା ଫାଇଣ୍ଡ ଟୋଟାଲ ମାର୍କ କେତେ। ଦେଖ ଏଇଠୁ ଆମେ କଣ ଲଜିକ ଶିଖିଲେ ସବୁବେଳେ ଗୋଟେ ଏକ୍ସାମରେ ଯେତେବେଳେ ବି ତମେ କରୁଛ ଗୋଟେ ଡାଇଗ୍ରାମ ଶୋ କର। ଆଉ ଡାଇଗ୍ରାମ ଗୋଟେ ଏକ୍ସାମ ର ମ୍ୟାଥ କୁ ଏତେ ସିମ୍ପଲିସିଟି କରିଦିଏ ଯୋଉଟା କି ତମେ ବିଲିଭ କରିପାରିବନି। ଦେଖ ତାହେଲେ ଏଇ ଯୋଉ ପାସ୍ ଘରର ମୂଲ୍ୟ କେତେ ପାସ୍ ଘରର ମୂଲ୍ୟ ହଉଛି 240। ଗୋଟେ ପିଲା 35% ରଖିଛି 30 ମାର୍କ କମି ଆସୁଛି। ତାହେଲେ ଏଇ ଯୋଉ ଟୋଟାଲ ଆମେ ଦେଖୁଛେ ଟିକେ ୱେଟ୍ କର ୱେଟ୍ କର ୱେଟ୍ କର ଏଠି 100% ହଉଛି କଣ 240। 100% ପାସ୍ ର ମାର୍କ ହଉଛି କହୁଛି ପାସିଂ ମାର୍କ ହଉଛି 240 ମାନେ 240 ସେ ରଖିଲେ କେବଳ ସେ ପାସ୍ କରିବ। 100% କଣ ଭ୍ୟାଲୁ ପଚାରିଛି ଆମକୁ ଫାଇଣ୍ଡ ଟୋଟାଲ ମାର୍କ ଟୋଟାଲ ମାର୍କ ମାନେ 100% ପଚାରିଛି। ତାହେଲେ ଏଇଠି ଆମେ କଣ କାଲକୁଲେସନ କରିବା ଦେଖ କେମିତି କାଲକୁଲେସନ। ଗୋଟେ ପିଲା 35% ରଖିଛି ଆଉ ଆଉ କେତେ ମାର୍କ ତ ଦରକାର ହଉଛି 30 ମାର୍କ ଦରକାର ହଉଛି। 35% ରଖିଛି 30 ମାର୍କ ଦରକାର ହଉଛି। ଏଇ ଯୋଉ ତାର ଟୋଟାଲ ମୂଲ୍ୟଟା କାହା ସହିତ ସମାନ ନା 140 ସହିତ ସମାନ। ଯଦି 140 ରୁ ମୁଁ 30 କୁ ମାଇନସ କରୁଛି ହଉଛି କେତେ ନା 110। କେତେ ହଉଛି 110। ଇନଡାଇରେକ୍ଟଲି ଦେଖିଲେ 35% ର ମୂଲ୍ୟ କେତେ 110। ଇନଡାଇରେକ୍ଟଲି ଦେଖିଲେ 35% ର ମୂଲ୍ୟ ହଉଛି କେତେ 110। ହଁ କି ନା 35% ର ମୂଲ୍ୟ ହଉଛି 110। କେମିତି ହେଲା 110 ବୁଝିପାରିଲ। ଯେତେବେଳେ ମୁଁ 30 ଏଉଠୁ ଏତିକି ଦେଖ ଏଇଠି ଏଇଠି ବୁଝ ମୋ କଥା ହଁ ସରି 210 ମୁଁ ଭୁଲରେ କହୁଛି 110 ଏକ୍ସଟ୍ରିମଲି ସରି 210 ସରି 35% ର ମୂଲ୍ୟ ହଉଛି 210। ତାହେଲେ ଆମେ ଏଠି କଣ ଦେଖିଲେ ଟୋଟାଲଟାର ପାସ୍ ମାର୍କ ହଉଛି କେତେ ନା 240। ଏଉଠୁ ଏତିକି ହଉଛି ଖାଲି 30। ତାହେଲେ ଏଟା କେତେ ଥିବ ନା 210 ଥିବ। ତାହେଲେ ଏଇଠି କାଲକୁଲେସନ କରିଥିବ 35 ଶତକଡା ଇଜ ଇକ୍ୱାଲ ଟୁ 210। 1% ହଉଛି କେତେ ନା 210 ଡିଭାଇଡେଡ ବାଇ 35। ତାହେଲେ 100% କେତେ ନା 100% ହଉଛି 210 divided by 35 into 100। କାଲକୁଲେସନ କଲେ କେତେ ମିଳିବ ଆକୁ ହଁ 7 ରେ କାଟିଲେ ଏଟା ହଉଛି 5 7 ରେ କାଟିଲେ ଏଟା ହଉଛି 3 ଓକେ 30। ଆକୁ 5 ରେ କାଟିଲେ କେତେ ହଉଛି ନା 20। ଆନ୍ସର ହଉଛି 600। ଆନ୍ସର ହଉଛି 600। ବୁଝା ପଇଲା ସମସ୍ତଙ୍କୁ ଏଭ୍ରିୱାନ କ୍ଲିୟର। କୌଣସି ଫର୍ମୁଲା ନାହିଁ ଯେତେବେଳେ ଡାଇଗ୍ରାମ ଶୋ କରୁଛ ଆଉ ଡାଇଗ୍ରାମକୁ ନେଇକି ତମେ ଆଗକୁ ଚାଲୁଛ ତାହେଲେ ତମେ ଆରାମସେ ସବୁ ଜିନିଷ ସଲ୍ଭ କରିପାରିବ। ବୁଝିପାରିଲ ଏଇ ଫାଉଣ୍ଡେସନ କ୍ଲିୟର ହବା ଦରକାର। କୌଣସି ବି କ୍ୱେଶ୍ଚିନ୍ ଆସୁ ତମକୁ କନସେପ୍ଟ ବୁଝିବାର ଅଛି ଏଇ ରିଲେଟେଡ୍ ଆମକୁ ଯିବାର ଅଛି। ଚାଲେ କ୍ୱେଶ୍ଚିନ୍ ନମ୍ବର 8 ଦେଖାଯାଉ 8 କ୍ୱେଶ୍ଚିନ୍ କିଏ କରୁଛ। ବୁଝିଗଲେ ତ ସହଜ ଡେଫିନେଟଲି କିନ୍ତୁ ବୁଝିବା ଦରକାର ତୁମର ସେଲ୍ଫ ବୁଝିବା ଦରକାର। ମୁଁ ବୁଝିଲେ ତ ତୁମେ ବୁଝିଯିବ କିନ୍ତୁ ନିଜେ କେମିତି ବୁଝିବା ଦରକାର ସେଟା ହଉଛି ପ୍ରଥମ ଇମ୍ପୋର୍ଟାଣ୍ଟ। ଚାଲ क्वेश्चन नंबर 8 ଦେଖାଯାଉ। ସେ କହିଲା ଅତୁଲ ସ୍କୋର 30% ମାର୍କ ରଖିଲା ଆଣ୍ଡ କେତେ ମାର୍କରେ ଫେଲ ହେଲା 40 ମାର୍କରେ ଫେଲ ହେଲା। ଡିଟୋ ଏମିତିଆ କ୍ୱେଶ୍ଚିନ୍ ଆସିଥିଲା ଓଏସ୍ ଏକ୍ସାମ ରେ।
ଆଉ ଗୋଟେ ଆସିଲା କିଏ ସେ ନା ସୁନିଲ ଗେଟ୍ 42% ଆଣ୍ଡ 32 ମାର୍କ ମୋର ଦ୍ୟାନ୍ ଦ ମିନିମମ୍ ମାର୍କ ଠୁ 32 ମାର୍କ ଅଧିକା ରଖିଲା। then the maximum mark for the examination maximum mark କେତେ ଦେଖ। ଗୋଟେ ସାଇକ୍ଲିଂ ଡାଇଗ୍ରାମ କରିବ। ପ୍ରଥମ ଯୋଉ ସାଙ୍ଗଟା ତାର ଅଛି କେତେ ପରସେଣ୍ଟ ରଖିଛି ନା 30% ରଖିଛି। ଏଟା ହଉଛି ତମର ପାସ୍ ଘର, ଏଟା ହଉଛି ତମ ପାସ୍ ଘର, ଏଟା ହଉଛି ତମ ପାସ୍ ଘର। କେତେ ମାର୍କରୁ ସେ କମିଗଲା, କେତେ ମାର୍କରୁ ସେ କମିଗଲା ନା 40 ମାର୍କରୁ ସେ କମିଗଲା। ଆଉ ଗୋଟେ ଯୋଉ ସାଙ୍ଗ ଅଛି ସେ କେତେ ପରସେଣ୍ଟ ରଖିଲା, ସେ ରଖିଲା ତୁମମାନଙ୍କର 42% ରଖିଲା। କେତେ ରଖିଲା 42% ରଖିଲା। ଆଉ କେତେ ମାର୍କରୁ ଅଧିକ ରଖିଲା, କେତେ ମାର୍କ ଅଧିକ ରଖିଲା ନା 32 ମାର୍କ ଅଧିକ ରଖିଲା। କେତେ ରଖିଲା 32 ମାର୍କ ଅଧିକ ରଖିଲା। ଏଉଠୁ ଆମେ କଣ ଦେଖୁଛେ ପିଲେ, ଏଉଠୁ ଆମେ ଦେଖୁଛେ ଏଇ ଘରରୁ ଏ ଘରର ଡିଷ୍ଟାନ୍ସ ପରସେଣ୍ଟେଜ ହିସାବରେ 12%, ପରସେଣ୍ଟେଜ ହିସାବରେ 12%। ଏଇ ଘରରୁ ଏ ଘରର ହିସାବ ଯଦି ଆମେ ଦେଖିବା ମାର୍କ ହିସାବରେ କେତେ ନା ମାର୍କ ହିସାବରେ କେତେ ହଉଛି ନା ତୁମମାନଙ୍କର ହଉଛି 72 ମାର୍କ। ମାର୍କ ହିସାବ ହଉଛି କେତେ 72 ମାର୍କ। ବୁଝା ପଇଲା ସମସ୍ତଙ୍କୁ। ପରସେଣ୍ଟେଜ ହିସାବରେ ଦେଖିଲେ ଗ୍ୟାପ ହଉଛି କେତେ ନା 12%। ମାର୍କ ହିସାବରେ ଦେଖିଲେ ଗ୍ୟାପ ହଉଛି କେତେ ନା 72 ମାର୍କ। ମୋର ଏଇଠି କ୍ୱେଶ୍ଚିନ୍ ସେ ମତେ ପଚାରିଛି ମ୍ୟାକ୍ସିମମ୍ ମାର୍କ ଫର ଦ ଏକ୍ସାମିନେସନ, ମ୍ୟାକ୍ସିମମ୍ ମାର୍କ ଫର ଦ ଏକ୍ସାମିନେସନ। ତାହେଲେ ଏଠି ପାଇଲେ ଆମେ କଣ ନା 12% ଇଜ ଇକ୍ୱାଲ ଟୁ 72। 12% ଇଜ ଇକ୍ୱାଲ ଟୁ 72। ତାହେଲେ 1% ହଉଛି କେତେ ନା 72/12। 72/12 12×12 ତାହେଲେ 100% କେତେ ହବ ନା 100% ହବ 100 ଇଣ୍ଟୁ 6 ହେଲା କେତେ 600। ବୁଝା ପଇଲା ସମସ୍ତଙ୍କୁ। ଏଭ୍ରିୱାନ କ୍ଲିୟର ଅଛ, ଏଭ୍ରିୱାନ କ୍ଲିୟର ଅଛ, नो ଇସ୍ୟୁ नो डाउट। 72 କେମିତି ହେଲା ବୁଝେଇଲାନି। ଦେଖ ପ୍ରଥମେ ସେ କହିଲା ଯେ ପ୍ରଥମ ଯୋଉ ପିଲାଟି ଥିଲା ସିଏ କେତେ ମାର୍କରେ କମିଗଲା, 40 ମାର୍କରେ କମିଗଲା। ଆଉ ଗୋଟେ ପିଲା 32 ମାର୍କ ଅଧିକ ରଖିଲା। ତାହେଲେ ଟୋଟାଲ ଗ୍ୟାପ କେତେ ଆସିଲା ମାର୍କର 40 ପ୍ଲସ 32 ଇଜ ଇକ୍ୱାଲ ଟୁ 72। କେତେ ଆସିଲା ଟୋଟାଲ 72 ମାର୍କ ଡିଫରେଣ୍ଟ। ପରସେଣ୍ଟେଜର ଡିଫରେଣ୍ଟ ହେଲା କେତେ ନା 12%ର ଡିଫରେଣ୍ଟ। ପୁରା କ୍ଲିୟର ହେଲା ସମସ୍ତେ, ଏଭ୍ରିୱାନ କ୍ଲିୟର, नो ଇସ୍ୟୁ। ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍ କୁ, ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍। ନେକ୍ସଟ କ୍ୱେଶ୍ଚିନ୍ ହଉଛି 9 ନମ୍ବର କ୍ୱେଶ୍ଚିନ୍, 9 ନମ୍ବର କ୍ୱେଶ୍ଚିନ୍। ଆଉ ଏ ଟାଇପ ର କ୍ୱେଶ୍ଚିନ୍ ବହୁତ ବାର ତୁମମାନଙ୍କୁ ମଧ୍ୟ ଏକ୍ସାମରେ ଦେଖିବାକୁ ମିଳିବ। 9 ନମ୍ବର କ୍ୱେଶ୍ଚିନ୍ ଦେଖାଯାଉ। 9 ନମ୍ବର କ୍ୱେଶ୍ଚିନ୍ ଦେଖ, ସେ କହୁଛି ଇନ୍ ଏ ଏକ୍ସାମିନେସନ, ଗୋଟେ ଏକ୍ସାମ ହେଇଛି, 78 କ୍ୟାଣ୍ଡିଡେଟ୍ ପାସ୍ ଇନ୍ ଇଂଲିଶ। ତ ଇଂଲିଶରେ ପାସ୍ କରିଛନ୍ତି କେତେ ପରସେଣ୍ଟେଜ 78%। 67% ପାସ୍ ଇନ୍ ମ୍ୟାଥମେଟିକ୍ସ। ତ ମ୍ୟାଥମେଟିକ୍ସ ରେ ପାସ୍ କରିଛନ୍ତି କେତେ ନା 67% ପାସ୍ କରିଛନ୍ତି। ଓକେ, ସେ କହିଲା 10% ଫେଲ କରିଛନ୍ତି ଇଂଲିଶ ଆଉ ମ୍ୟାଥ। ତ ଇଂଲିଶ ପ୍ଲସ ମ୍ୟାଥରେ ଫେଲ ହେଇଛନ୍ତି କେତେ ନା 10%। ମନେ ରଖ ପିଲେ, ଯେତେବେଳେ ଏଭଳି କ୍ୱେଶ୍ଚିନ୍ ଆସେ ଆର କନସେପ୍ଟ ହଉଛି ପାସ୍ 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 କିମ୍ବା ଫେଲ ଫେଲ ଫେଲ, ଯୁଆଡେ ଗୋଟିଏ କନସେପ୍ଟ ୟୁଜ କରିବ। ତାହେଲେ ଏଠି ପ୍ରଥମ କନସେପ୍ଟ ଦିଟାରେ କଣ ରଖିଛି ପାସ୍ ପାସ୍, ଏଠି ଲେଖା ଫେଲ। ତ ଫେଲ କୁ ଆମେ କଣ କରିବା ପାସ୍ ରେ କନଭର୍ଟ କରିବା। 10% ଫେଲ ହେଇଛନ୍ତି ମାନେ ପାସ୍ କରିଛନ୍ତି କେତେ ପରସେଣ୍ଟ, 10% ଫେଲ ହେଇଛନ୍ତି ମାନେ ପାସ୍ କରିଛନ୍ତି କେତେ, 10% ଫେଲ ହେଇଛନ୍ତି ମାନେ ପାସ୍ କରିଛନ୍ତି କେତେ 90% ହବ। ଟୋଟାଲ ଆମର 100% ନା। ତାହେଲେ ଇଂଲିଶ ପ୍ଲସ ମ୍ୟାଥରେ ପାସ୍ କରିଛନ୍ତି କେତେ ନା 90%। ଇଂଲିଶ ଆଉ ମ୍ୟାଥରେ ପାସ୍ କରିଛନ୍ତି କେତେ 90%। ଏବେ କାଲକୁଲେସନ ଦେଖ, ମ୍ୟାଥରେ ଖାଲି 78, ଇଂଲିଶରେ ଖାଲି 78, ମ୍ୟାଥରେ 67, ବୋଥରେ 90। ବୋଥରେ ମାନେ ମାନେ ମିଶିକି ଆଙ୍କ ଭିତରେ ରହୁଛନ୍ତି ପ୍ଲସ୍ ତାଙ୍କ ଭିତରେ ରହୁଛନ୍ତି। ତାହେଲେ ଆମେ କଣ କରିବା ଇଂଲିଶ ଆଉ ମ୍ୟାଥକୁ ମିଶେଇକିରି ବୋଥକୁ ଫେଡ଼ିଦବା। ଏ ଦିଟାକୁ ମିଶେଇଲେ କେତେ ହବ ଇଂଲିଶର ଭ୍ୟାଲୁ ଆଉ ମ୍ୟାଥର ଭ୍ୟାଲୁ ମିଶେଇଲେ କେତେ ହବ 7 14 5 1 145।
କେତେ ହଉଛି 145। 145 ରୁ 90 କି ଫେରିବା। 145 ରୁ 90 କି ଫେରିଲେ କେତେ ହଉଛି? 145 ରୁ 90 କି ଫେରିଲେ କେତେ ହଉଛି? ନା 55%। କେତେ ହଉଛି? 55%। ଏଠି ଆନ୍ସର କଣ ଆସିଲା? 55%। ଆନ୍ସର କଣ ଆସିଲା? 55%। ତାହେଲେ ସେ ପଚାରିଛି ଫାଇଣ୍ଡ ପାସ୍ ପରସେଣ୍ଟେଜ ଅଫ ବୋଥ ସବଜେକ୍ଟର ପାସ୍ ପରସେଣ୍ଟେଜ ପଚାରିଛି। ତାହେଲେ ସବୁବେଳେ ତୁମେ ମନେ ରଖିବ, ଏଭଳି କ୍ୱେଶ୍ଚିନ୍ ଆସିଲେ ଆଇ ପାସ୍ 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 ରଖିବ ବା ଫେଲ 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 ରଖିବ। ପାସ୍ 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 ଆମେ ରଖିଲେ ତ ଏ ଦିଟାକୁ ମିଶେଇକି ଆରଟାକୁ ଫେରିଦେଲେ ମୋର ଆନ୍ସର ବାହାରିଯାଏ। ଓକେ, ଥ୍ୟାଙ୍କ ୟୁ। ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍। ନେକ୍ସଟ କ୍ୱେଶ୍ଚିନ୍ ମାନେ ଶେଷ କ୍ୱେଶ୍ଚିନ୍, ଯୋଉଟା କି ଭୋଟିଂ ଉପରକୁ ନେଇକି ଇଲେକ୍ସନ ବାଲା କ୍ୱେଶ୍ଚିନ୍ ଟେ। ଏଭଳି କ୍ୱେଶ୍ଚିନ୍ ଦେଖ, ମୁଁ ତୁମକୁ ସବୁବେଳେ ଯୋଉ କ୍ୱେଶ୍ଚିନ୍ ଦଉଛି ଟାଇପ୍ସ ଓରିଏଣ୍ଟେଡ୍, ଟାଇପ୍ସ ଓରିଏଣ୍ଟେଡ୍। ଆଉ ଥରେ ସେ କ୍ୱେଶ୍ଚିନ୍ ଟା କହିବି। ଏଥିରେ ତମକୁ କଣ ଦେଇଛି? 78 କ୍ୟାଣ୍ଡିଡେଟ୍ ପାସ୍ ଇନ୍ ଇଂଲିଶ। ଇଂଲିଶରେ ପାସ୍ କଲେ 78। ମ୍ୟାଥରେ ପାସ୍ କଲେ କେତେ? ନା କେତେ? ନା 67 ପାସ୍ କଲେ। ବୋଥରେ ଫେଲ ହେଇଛନ୍ତି 90। ଫେଲ ଏଟା ଦେଇଛି। ମୋର କନସେପ୍ଟ କଣ? ପାସ୍ 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 କିମ୍ବା ଫେଲ ଫେଲ ଫେଲ। ଯେହେତୁ 10% ଫେଲ ହେଇଛନ୍ତି, ତାକୁ ମୁଁ ପାସ୍ ରେ କନଭର୍ଟ କଲି। ପାସ୍ ରେ କନଭର୍ଟ କଲେ ହଉଛି 90 ହଉଛି। ତ ଏଇ ଦିଟାକୁ ମିଶେଇକିରି ଆଦେନ ଫେରିଦେଲେ ଆନ୍ସର ହେଇଯିବ 55। ଓକେ, ଚାଲ ଏବେ ଯିବା ନେକ୍ସଟ କ୍ୱେଶ୍ଚିନ୍। କ୍ୱେଶ୍ଚିନ୍ ନମ୍ବର 10। 10 ନମ୍ବର ହଉଛି ଗୋଟେ ଇଲେକ୍ସନ ଭୋଟ କୁ ନେଇକି କ୍ୱେଶ୍ଚିନ୍ ହେଇଛି। ଇଲେକ୍ସନ ଭୋଟ କୁ ନେଇକି କ୍ୱେଶ୍ଚିନ୍ ହେଇଛି। In election between two candidates, ଦିଟା କ୍ୟାଣ୍ଡିଡେଟ୍ ଭିତରେ ଇଲେକ୍ସନ ହେଇଛି। one candidate get 55% of total valid vote। ତାହେଲେ ଟୋଟାଲ ଭୋଟ କେତେ ଥାଏ? ଟୋଟାଲ ଭୋଟ ଥାଏ 100। 100ରୁ 15% ଭୋଟ ୱାର ଇନଭାଲିଡ। 15% ଇନଭାଲିଡ ହେଲା। ଇନଭାଲିଡ ହେଲା ମାନେ ନାକଚ ହେଇଗଲା। ହେଲେ 100ରୁ ମୁଁ ଯଦି 15 ମାଇନସ କରୁଛି, 100 ଯଦି ମୁଁ 15 ମାଇନସ କରୁଛି, ଆନ୍ସର ଅଛି 55। ସରି 85। 85 ହଉଛି କଣ? ଭ୍ୟାଲିଡ ଭୋଟ। କଣ ଆସୁଛି? ଭ୍ୟାଲିଡ ଭୋଟ। ପୁରା ଏ ଜାଗାରେ କ୍ଲିୟର। ଟୋଟାଲି 100% ଥିଲା, 100% ରୁ 15% ଇନଭାଲିଡ। ଇନଭାଲିଡ ଟାକୁ ମାଇନସ କଲା ପରେ ଭ୍ୟାଲିଡ ହେଲା କେତେ? 85। ଏବେ ସେ କଣ କହିଛି? ୱାନ କ୍ୟାଣ୍ଡିଡେଟ୍, ଗୋଟିଏ କ୍ୟାଣ୍ଡିଡେଟ୍ 55% ଅଫ ଟୋଟାଲ ଭ୍ୟାଲିଡ ଭୋଟ। ଏଇ ଯୋଉ ଟୋଟାଲ ଭ୍ୟାଲିଡ ଭୋଟର 55% ଜଣେ ପାଇଛି। ମୁଁ ତୁମକୁ ଏଇଠି କ୍ୱେଶ୍ଚିନ୍ କରିବାକୁ ଚାହୁଁଛି, ଭ୍ୟାଲିଡ ଭୋଟ ସିନା 85, କିନ୍ତୁ ସେ ଆମ ପାଇଁ 100% ନା ନାହିଁ? ଆମ ପାଇଁ 100% ନା ନାହିଁ? ଏ 100 କଥା ଅଲଗା। 85 ଟା ଯୋଉ ଭୋଟ ଅଛି ଆମ ପାଇଁ ସେ 100% ନା ନାହିଁ? ତାହେଲେ ଯଦି ଗୋଟିଏ ପିଲା ପାଇଲା 55, ତାହେଲେ ଆଉ ଗୋଟେ ପିଲା କେତେ ପାଇବ? 45%। ନା ନାଇଁ? ଏବେ ସେ କହିଲା ଇଫ ଟୋଟାଲ ଭୋଟ ୱେୟାର ଏତିକି, ଯଦି ଟୋଟାଲ ଭୋଟ ଦ ହ୍ୱାଟ ଇଜ ଦ ନମ୍ବର ଅଫ ଭ୍ୟାଲିଡ ଭୋଟ ଅଦର କ୍ୟାଣ୍ଡିଡେଟ୍, ହେଲେ ଅଦର କ୍ୟାଣ୍ଡିଡେଟ୍ କେତେ ପାଇଲେ? ଆରି ମୂଲ୍ୟ ପଚାରିଛି। ତାହେଲେ ଏ ଘରର ମୂଲ୍ୟ ଦେଲା କେତେ? ନା 15,200। 15,200। ଆମେ ଷ୍ଟେପ ବାଇ ଷ୍ଟେପ ଯିବା। 15,200। 15,200 ରୁ ପ୍ରଥମେ ଆମେ କେତେ ମାଇନସ କରିବା? 15% ମାଇନସ କରିବା, ମାନେ 85 ର ମୂଲ୍ୟ ବାହାର କରିବା। ତାହେଲେ 85 ଡିଭାଇଡେଡ ବାଇ 100। 85 ଡିଭାଇଡେଡ ବାଇ 100। କାହିଁକି 85 ଡିଭାଇଡେଡ ବାଇ 100 କଲି ବୁଝିପାରିଲ? କାରଣ ଏଠି ମୁଁ ଭ୍ୟାଲିଡ ଭୋଟ ପାଇଲି। ସେଇ ସାଙ୍ଗରେ ଏକାଥରେ ବାହାର କରିବା 45% ର ମୂଲ୍ୟ। କାହାର ବାହାର କରିବା? 45% ର ମୂଲ୍ୟ। ତାର ତ 45/100। ଦିଟା ଶୂନ କ୍ୟାନସେଲ ହେଲା। ଓକେ, ଆକୁ ସିମ୍ପ୍ଲିଫାଇ କଲେ କେତେ ଆସୁଛି? ଆକୁ ଯଦି ମୁଁ 5 ରେ କାଟୁଛି 20 ହଉଛି। ଆକୁ 5 ରେ କାଲେ ହଉଛି 9 ହଉଛି। ଆକୁ 5 ରେ କାଲେ ଏଟା ହଉଛି 4। ଆକୁ 5 ରେ କାଲେ ଏଟା କେତେ ହଉଛି? ନା 17। ନା ନାଇଁ? ଆଚ୍ଛା, ତ ଏଟା 4 ତ କଟିଯିବ। ଏଟା 4 3 12, 12 ଆସିଲେ 32। 32 ମାନେ 8। ଓକେ, ଆକୁ ମଲ୍ଟିପ୍ଲାଇ କେତେ ହଉଛି? 5,814। 5,814। ଆନ୍ସର ହବ ଡି। ଆଉ କନସେପ୍ଟ ସମସ୍ତେ ବୁଝିପାରିଲ? ପ୍ରଥମ ଷ୍ଟେପରେ ଆମେ ମୂଲ୍ୟ ଦେଇଥିବା। ପ୍ରଥମେ ଆମେ 15% ଇନଭାଲିଡ। 15% ଇନଭାଲିଡ ମାନେ ଭ୍ୟାଲିଡ ଭୋଟ କେତେ? 85%। 85 ରେ ଆଗ ଲେଖିଲି 85/100। ତ ଏଇ ଘରର ମୂଲ୍ୟ ଯେତିକି ହେଲା, ଏଇ ଘରର ମୂଲ୍ୟ ଯେତିକି ହେଲା, ତାର 45% ନବ କିଏ? ସେ ଅଦର କ୍ୟାଣ୍ଡିଡେଟ୍। ଅଦର କ୍ୟାଣ୍ଡିଡେଟ ର ମୂଲ୍ୟ କେତେ? 45। 45/100। ତ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ, ଇଏ ଥିଲା ଆଜିର ଡିସ୍କସନ କ୍ଲାସ।
जो थे मुझे ट्राए कर तुमको मैथ रे मो बेस्ट टू बेस्ट दवाई आ तुमर बेस्ट लेवल को इम्प्रूवमेंट करने कहीं मैथ मुझे पढ़ाए मैथ जो तुम स्टार्ट करे मोर गोटे उद्देश्य थाए तुम इम्प्रूवमेंट और तुम स्ट्रेंथ और कोठी अपलोड हम मुझे तुमको कही दूची जोटा तुम इजी हम जो मैंने जो बैच रे जॉइन करछ धरक जो मैंने 25 बैच जॉइन करछ पुराना बैच जॉइन करछ तो से सब बैच तुमको वीडियो अपलोड हम ता सहित पीडीएफ किंतु ए वीडियोटा केते मु यूट्यूब रे 27 बैच भी अपलोड हम रैपिड फायर रे नहीं रैपिड फायर बैच इज क्लोज ओके ठीक अच्छे तो थैंक यू स्टूडेंट किंतु यूट्यूब रे मोर वीडियो को मध्ये अपलोड करूची किंतु पीडीएफ पूरा सब कंटेंट एतिक नहीं मु तुमको लेवल 1 आज करैछि एमती 5टा लेवल करेबी 5टा लेवल करेले कौन हम माने जदि 50 पाखापाखि क्वेश्चन हम करियो ओके हाँ 24 बैच हाँ डिफरेंट टाइप न करी सेम टाइप कले भी किसी प्रॉफिट भी नहीं ओके तो थैंक यू स्टूडेंट जो माने प्रिपरेशन करछो अदर एग्जाम पाई मध्य ए क्लास तुम मानको मध्य सेतिक मध्य इम्पोर्टेंट ओके थैंक यू